नमो शिवाय। लिंग पुराण 29 अध्याय जम द्वितीय यात्रा विधि कथन। सनत कुमार उवाच जम द्वितीय यात्रा सावै पुण्य प्रदा सदा शृणोध्वं भो द्विजवर स्तम्भै सर्व प्रदां परम्। सनत कुमार कहन्ति अनुराग भरे शृण सर्व मुनि गण एथु अनंतरे। जम द्वितीय बोलेण जेउ यात्रा विधि सदा महापुण्य सदा से उत्सव सिद्धि। सर्ववांछा फल दाने प्रकाशे महिमा शुणे हृदबोध कर आहे महात्मा। कार्तिक मासर शुक्ल पक्ष द्वितीयारे यात्रारंभन्ति जमे सोरसन्निधिरे। जम द्वितीय यात्रा जे कामना दायिनी सर्वशुभकारी पाप ताप विनाशिनी। शुण विप्रमाने हि यात्रार महिमा किबने विशेषे मु एहा शुण सीमा। जम द्वितीय यात्रा जे अपूर्व विधान जमदंड न बाधई दर्शन मात्रेण। पूर्ववत महेश्वर रत्न शिविकारे समारोपी सजतने उत्तम प्रकारे। जमेश्वर को विधाने करी आराधना पूजक विप्रे होइण अति हृष्ट मना। भूत शुद्धि आदि करी शुभे न्यास विधि वाम दक्षिण रे स्कंद देवं को आराधि। शिव पंचाक्षर मंत्र करिबे विनाश पार्श्वदेशरे पार्वती सहनंदी केश। दक्षिणे वायुमूलरे त्रिशूल पूजिते उरुदय शून्याय भो लीण विन्यासिवे। जंघाद्वये विभावधौ नमोच्चारेण दक्ष पादे शिव भोगाय वै नम पूर्ण। सभ्य पाद तले श्रेष्ठ मतिदाय नम जान तथा उरुजरु जंगे विन्यास करीण। वाम भुजे तथा देव भृंगरिटे नम दक्षिण भुजरे नंदा वर्ताय वे नम। पृष्ठे गणाधिप दक्ष स्कंधेन वासुकी ललाटे चंद्रशेखर न्यास जेतहिकी। एही परि न्यास विधि करी भक्ति भरे पूजा कार्य समापिबे आनंद मनरे। तदंते करकु जोड़ी प्रार्थना करिबे सेही प्रार्थना मंत्र जा शुण कि नाएबे। नमस्ते प्रिय जोगेश अनंत परमेश्वर नमः शांताति शांताय वरदाय नमो नमः। जगत संजमिने भावे
ବେଦ ନିର୍ଣ୍ଣୟ ନିଶ୍ଚଳ ଯମେଶ୍ୱର ଜଗଦ୍ଧାତ ସ୍ୱାୟସ୍ୱ ଜଗଦୀଶ୍ୱର। ଏହି ମତେ କର ଯୋଡ଼ି ପ୍ରାର୍ଥନା କରିବେ ଭକ୍ତି ସହିତରେ ଭଲେ ପୁଷ୍ପାଞ୍ଜଳି ଦେବେ। ସାଷ୍ଟାଙ୍ଗ ହୋଇ ନମିବେ ଯମେଶ୍ୱର ହରେ ମନୋରଥ ସିଦ୍ଧି ହେବ ତାହାଙ୍କର ବରେ। ଯମ ଦ୍ୱିତୀୟା ତିଥିରେ ଯେଉଁ ଭକ୍ତ ଜନ ସୁସମାହିତେ କରିବେ ଯମେଶ ପୂଜନ। ଅଖିଳ ସୁଖ ସମ୍ପଦ ଲୋଭିବେ ସେ ପ୍ରାଣୀ ସର୍ବବିଘ୍ନ ବିନାଶିବେ ପ୍ରଭୁ ଶୂଳ ପାଣି। ଇହଲୋକେ ଦିବ୍ୟ ସୁଖ ଭଞ୍ଜିବେ ଅବଶ୍ୟ ସର୍ବ ଦୁଃଖ ଦୁର୍ଦ୍ଦଶା ଯେ ହୋଇବ ବିନାଶ। ଯମରାଜା ସୁପ୍ରସନ୍ନ ହେବେ ଅତିଶୟ ସେ ପ୍ରାଣୀର ନ ରହିବ ଯେ ନରକ ଭୟ। ଦେହାନ୍ତେ ଉତ୍ତମ ଗତି ଲାଭ ହେବ ତାର ଶିବ ସାଜୁଜ୍ୟ ପାଇ ସେ ହେବ ଭବୁ ପାର। ଯାବତ ଚନ୍ଦ୍ରାର୍କ ଯାଏ ଶିବ ଲୋକେ ବାସ ଧର୍ମରାଜ ତାହା ପ୍ରତି ହୋଇବେ ସନ୍ତୋଷ। ଯମ ଦ୍ୱିତୀୟାରେ ଯେଉଁ ଜନ ଭକ୍ତି ଭାବେ ଦର୍ଶନ କରେ ପ୍ରଭୁ ଯମେଶ୍ୱର ଦେବେ। ଅନ୍ତକାଳେ ସେହି ଜନ ଶିବଲୋକେ ଯାଏ ଯମଦଣ୍ଡ ବିବର୍ଜିତେ ସୁଖ ଶାନ୍ତି ପାଏ। ଯମ ଦ୍ୱିତୀୟା ଯାତ୍ରା ଯେ କରଇ ଦର୍ଶନ ସେ ମାନବ ନଲଭଇ ସଂସାର ବନ୍ଧନ। ଯମଦେବ ତାଙ୍କୁ ଯେବା ସେଦିନ ପୂଜଇ ସ୍ୱର୍ଗପୁରେ ମହାସୁଖେ ଅନ୍ତିମେ ଚଳଇ। ଆପଣେ ଶଙ୍କର ପାର୍ବତୀଙ୍କିଛନ୍ତି କହି ଯମ ଦ୍ୱିତୀୟା ମହିମା ଅସୀମ ଅଟଇ। ଯମେଶ୍ୱରଙ୍କ ଅର୍ଚ୍ଚନେ ନର ନାରୀ ଗଣ ଇହ ପର କାଳେ ସୁଖୀ ହୁଅନ୍ତି ପ୍ରମାଣ। ଶ୍ରୀଲିଙ୍ଗ ପୁରାଣ କଥା ପାତକ ନାଶନ ମୁନି ସମାଜେ କହିଲେ ବିଧିଙ୍କ ନନ୍ଦନ। ଜଗଦ୍ଗୁରୁ ଦେବଙ୍କ ପାଦେ ମୋ ଶରଣ କ୍ଷେତ୍ର ମୋହନ କୁବାରେ କର ପରିତ୍ରାଣ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ଯମ ଦ୍ୱିତୀୟା ଯାତ୍ରା ବିଧି କଥନେ ନାମ 29 ଅଧ୍ୟାୟ। 30 ଅଧ୍ୟାୟ ଶିବ ଉତ୍ଥାପନ ଯାତ୍ରା ବର୍ଣ୍ଣନ। ସନତ କୁମାର ଉବାଚ ଅଥୋତ୍ଥାପନ ଯାତ୍ରାଂ ଚୈ ଶୃଣୁଧ୍ୟଂ ଦ୍ୱିଜସତ୍ତମା କାର୍ତ୍ତିକସ୍ୟ ଶୀତେ ପକ୍ଷେ ଚତୁର୍ଦଶ୍ୟାଂ ମହେଶ୍ୱର। ସନତ କୁମାର କହନ୍ତି ମୁନିଙ୍କ ଆଗରେ ଉତ୍ଥାପନ ଯାତ୍ରା ବିଧି ଶୁଣ ଏ ଉତ୍ତାରେ। ଭୁବନେଶ୍ୱର ଦେବଙ୍କୁ ଉମାଙ୍କ ସହିତେ ଶୟନରୁ ଉଠାଇବେ ସକଳ ଭକତେ। ଶଙ୍ଖ ଭେରି ବେଣୁ ବୀଣା
ମର୍ଦ୍ଦଳ ବାଦନେ ଜୟ ଜୟ ଶବଦରେ ବିପ୍ର ଆଦି ଜନେ ଯତନରେ ଫିଟାଇବେ ଦୁଆର କବାଟ ଉତ୍ଥାପନ ମନ୍ତ୍ର ମୁଖେ କରିବେ ଯେ ପାଠ ବୋଲିବେ ଉଠ ହେ ଦେବ ଦେବେ 100 ଥର ଆପଣା ଜ୍ୟୋତି ସମୂହ ପରକାଶ କର ହେ ଭୁବନ ଈଶ ସ୍ୱାମୀ ତୁମ୍ଭ ଶୟନରେ ତୁମ୍ଭ ମାୟାରୁ ହେ ପ୍ରଭୁ ଏହି ଯେ ସଂସାରେ ଯାବତ ଜନ ସକଳେ ହୋଇ ମୋହଗତି ଶୋଇବା ପରାଏ ଏବେ ହୋଇଣ ଅଛନ୍ତି ତୁମ୍ଭେ ଉଠନ୍ତେ ସମସ୍ତେ ହେବେ ମହାସୁଖୀ ଜଗତ ପବିତ୍ର କର ଫିଟାଇଣ ଆଖି ନମସ୍ତେ ଜଗତନାଥ ନମସ୍ତେ ଅମ୍ବିକେ ଉଠ ଉଠ ଶୟନରୁ ଆମ୍ଭ ସ୍ତୁତି ବାକେ ଅନୁଗ୍ରହ କରି ପ୍ରାଣୀ ମାନଙ୍କ ଉପରେ ନୟନ ଫିଟାଅ ପ୍ରଭୁ ଅନୁରାଗ ଭଲେ ଏମନ୍ତ ପ୍ରାର୍ଥନା ବାଣୀ ଉଚ୍ଚାରିଣ ତୁଣ୍ଡେ ତ୍ରିଭୁବନେଶ୍ୱରଙ୍କୁ ଯେ ଉଠାଇବ ଚାଣ୍ଡେ ମାଳତୀ ପୁଷ୍ପରେ ତାଙ୍କୁ କରିବେ ମଣ୍ଡଣି ଉଠାଇବା କାଳେ ଜଣାଇବେ ଭକ୍ତ ଶ୍ରେଣୀ ହେ ସ୍ୱର୍ଣ୍ଣାଚଳ ବିହାରୀ ଭୁବନ ଈଶ୍ୱର ଏହି ଯେ ତୁମ୍ଭର ତ୍ରିନୟନ ମନୋହର ଅଖିଳ ସଂସାର ଏବେ କର ସୁପବିତ୍ର ତୁମ୍ଭ ଉତ୍ଥାନେ ମାନବେ ସୁଖୀ ହେବେ ମାତ୍ର ମୂର୍ତ୍ତି ସମୂର୍ତ୍ତି ସୁକ୍ରିୟା କର୍ମ ବିଭାବ୍ରତ ଇଷ୍ଟ ପୂଜା ଧର୍ମ ଆଦି କରାଅ ପବିତ୍ର ଏମନ୍ତ କହିଣ ସର୍ବ ସେବକ ନିକରେ ମହୋତ୍ସବ ଆରମ୍ଭିବେ ଆନନ୍ଦ ମନରେ ବଜାଇ ବୀଣା କାହାଳି ଘଣ୍ଟ ଶଙ୍ଖ ଭେରି ସକଳେ ବଦନେ ଜୟ ଶବଦ ଉଚାରି ଉଠ ହେ ଦେବେଶ ବୋଲି ପକାଇବେ ଡାକ ନିଦ୍ରା ଭଞ୍ଜନେ ଉଠିବେ ପାର୍ବତୀ ନାୟକ ବାଦ୍ୟନାଦେ ଉଛୁଳିବ ଶୟନ ମନ୍ଦିର ରତ୍ନ ପଲ୍ୟଙ୍କରେ ବିଜେ ତ୍ରିଭୁବନେଶ୍ୱର ମଙ୍ଗଳ ବାଜଣା ଶୁଣି ପ୍ରଭୁ ହେବେ ତୋଷ ମଙ୍ଗଳ ଗାନେ ଭକତେ କ୍ଷମାଇବେ ଦୋଷ ବନ୍ଦେ ମାଗଧଆବର ଭାଟ ନଟ ଗଣ ସେବାରେ ଖଟିବେ ସର୍ବେ ଯଥାନୁରୂପେଣ ଶଙ୍ଖ କାହାଳି ମହୁରୀ ବଜାଇ ସୁସ୍ୱରେ ନୃତ୍ୟ ଗୀତ ଆରମ୍ଭିବେ ଜୟ ଶବଦରେ ସେବକ ମାନେ ମିଳିଣ ଉଲ୍ଲାସ ମାନସେ ହର ପାର୍ବତୀଙ୍କି ସେଜୁ ତୋଳି ଅବକାଶେ ଯତନେ ପଟପା ମନ୍ଦିରରୁ ତହୁ ନେବେ
ପଞ୍ଚାମୃତ ବିଧାନରେ ସ୍ନାନ କରାଇବେ। ପନିର ଗନ୍ଧ ଚନ୍ଦନ କର୍ପୂର ସଙ୍ଗେଣ ପ୍ରଭୁଙ୍କର ଶ୍ରୀଅଙ୍ଗରେ କରିବେ ଲେପନ। କୁଶ ଜଳେ ବଢ଼ାଇବେ ଲିଙ୍ଗ ଅଭିଷେକ ସ୍ନାନ କରାଇ ଯତନେ ଭକତ ସେବକ। ଶ୍ରୀଲିଙ୍ଗରାଜଙ୍କୁ ତଦନ୍ତରେ ଭକ୍ତି ଭାବେ ପ୍ରାର୍ଥନା କରି ସର୍ବାଙ୍ଗେ ଚନ୍ଦନ ଲେପିବେ। ମଞ୍ଜୁଳ ମାତଳି ମାଳ ବିଲ୍ୱ ଦଳ ସଙ୍ଗେ ମଣ୍ଡିବେ ଆନନ୍ଦ ମନେ ଭୁବନେଶ ଲିଙ୍ଗେ। ପୁଷ୍ପାଞ୍ଜଳି ବନ୍ଦାପନା ବିଧି ବଢ଼ାଇବେ। ଦିବ୍ୟ ସ୍ତୁତି ଗୀତ ଗାନେ ଆଳତି କରିବେ। ପ୍ରବୋଧିନୀ ଚତୁର୍ଦ୍ଦଶୀ ବିଧି ଏ ପ୍ରକାରେ ଭୁବନେଶ୍ୱରଙ୍କୁ ପୂଜା କରିବେ ଯେନରେ। ସହସ୍ର ଗୋଦାନ ଫଳ ହୋଇବେ ପ୍ରାପତ ଏଥିରେ ସଂଶୟ ନାହିଁ आहे ତପବନ୍ତ। ଶିବ ଉତ୍ଥାପନ ନାମ ଏ ଯାତ୍ରା ବିଧାନ। ଯେ ବଣ ମାନବ ମାନେ କରିବେ ଦର୍ଶନ। ସର୍ବ ପାପରୁ ମୁକୁଳି ପୁଣ୍ୟର ଯିବେ। ଅନ୍ତକାଳେ ବିଷ୍ଣୁ ଲୋକେ ସୁଖେ ଚଳି ଯିବେ। ଉତ୍ଥାନ ଚତୁର୍ଦ୍ଦଶୀରେ ଯେଉଁ ସବୁ ନରେ ଦର୍ଶନ କରିବେ ପ୍ରଭୁ ତ୍ରିଭୁବନେଶ୍ୱରେ। ବୈକୁଣ୍ଠପୁରେ ସେ ବିଷ୍ଣୁ ସାଯୁଜ୍ୟ ଲଭିବେ। ପୁଣି ଏ ସଂସାରେ ଆଉ ଜନ୍ମ ନ ହୋଇବେ। ଶୟନ ଉତ୍ଥାପନ ସଂକ୍ରାନ୍ତି ଯେ ଅୟନେ ଜଗଦ୍ଗୁରୁ ଭୁବନେଶ ଲିଙ୍ଗ ଦର୍ଶନେ। ମହାପୁଣ୍ୟ ଫଳ ପ୍ରାଣୀ ମାନେ ଯେ ଲଭନ୍ତି। ଅର୍କବର୍ଣ୍ଣ ବିମାନରେ ବିଷ୍ଣୁ ଲୋକେ ଯାଆନ୍ତି। ଯେଉଁ ଭାଗ୍ୟବନ୍ତ ନର ଏ ଉତ୍ସବ ଦେଖେ। ଅସାର ସଂସାର ମୋହ ସେ ପ୍ରାଣୀ ଉପେକ୍ଷେ। ବିଧି ସୁତ ବଖାଣିଲେ ଏମନ୍ତ ସରାଗେ। ଦୀନହୀନ କ୍ଷେତ୍ରବାସୀ କୃପା ଭିକ୍ଷା ମାଗେ। इति श्रीलिंग पुराणे तृतीय खंडे शिव उत्थापन यथाविधि वर्णने नाम 30 अध्याय। 31 अध्याय कोटि लिंगार्जन विधि महात्म्य कथन। सनत कुमार उवाच कार्तिकस्य शीते पक्षे तुष्टम्यां नियत शुचिः तत्रार्चनं विधातव्यम् कोटिलिंग जुतम विभुम। सनत कुमार कहन्ति शुण मुनिगण कोटिलिंगार्चन विधि महात्म्य कथन। कार्तिकर कृष्ण पक्ष अष्टमी तिथि रे नियत शुचि भावेण पूजक निकरे। कोटिलिंग जुक्त विभु त्रिभुवनेश्वरे शुभे अर्चन करिवे यथा विधान रे। बिंदु सरोवर जले स्नान आदि सारी देवदेवे शंकु जल
देवे भक्ति भरी अनंत वासुदेवंकु करिवे वंदन तहु चली जीवे पाद हरा सन्निधान सर्व पाप विनाशिनी पाप हरा देवी गंध पुष्प धूप दीपे तांको परे सेवी भुवनेश्वरंक पासे करिवे गमन सुदृढ़ भक्ति रे आचरिवे प्रदक्षिण परिक्रमा अन्ते 3 बार नमी करी स्तुति गीत आरंभिवे जय हर हरि नंदिकाल हारिंकी जे आहे द्विजवर श्रद्धा भक्ति रे करिवे तहि नमस्कार तदंते भुवनेश्वर लिंगराज देवे नाना उपचारे जथा विधाने पूजिवे द्वार पूर्व मुखे रही श्रीलिंग मस्तके पुष्पांजलि प्रदान करिवे सेवके कर जोड़ी विधि मते करिवे प्रार्थना भुवनेश्वर देवंकु आहे महामना जेपरि वाक्य उच्चारी प्रार्थना विहिबे सेहि मंत्र कहूछि मु शुण कि नाएबे नमो मूल प्रकृतये त्वजिताय परात्मने ऐन्द्र रुद्रार्चने चैव नमस्तुभ्यं नमो नमः नमस्ते मूल प्रकृति आहे देव देव नमस्ते अजित तुम्भे नमो सदाशिव नमस्ते परम आत्मा त्रिभुवनेश्वर नमस्ते हे इंद्रदेव वंदनीय हर नमस्ते नमस्ते नमस्तुभ्यं नमो नमः एमंते प्रार्थना करी बिहिबे प्रणाम तदंते बिंदु सरसी सलीले जतने अष्टबार मजी स्नान सारिवे बहने अनल वासुदेवादि देवंकु भक्ति रे दर्शन करिवे भक्ते एथु अनंतरे भुवनेश्वरंकु पूजा करी जथा विधि 2 थर प्रदक्षिण करिवे सन्निधि पूजा अन्ते मस्तकरे अंजलि निवेशी आग्नेय दिगरे रही मने होई खुशी दर्शन करिवे भोले जोड़िबे नि पाणी प्रार्थना करी कहिबे मुखे ही बाणी नमस्ते प्रलयात्माय कालसाम कवर्चसे विश्वशांत कराग्नेय चाग्नेयस्त नमस्तुते दर्शनान्ते प्रार्थी होई त्रिभुवनेश्वरे स्नान विधि आचरिवे बिंदु सरोवरे अनंतादि देवंकु जे करि दर्शन 3 बार करिवेटी तहु प्रदक्षिण भक्ति सहकारे जत्ने पूजा विधि सारी दक्षिण मुख होइण
पढ़िबे परी। नमस्ते धर्म प्रभवे लोकशेष विधायिने। राग द्वेष निर्मुक्त जाम्य रुद्र नमस्तुते। दक्षिण रुद्रंकु एहि मते आराधीण। पुनर्बार बिंदु हृदे आचरिबे स्नान। पूर्ववत दर्शनादि करि विधि मते। चारिथर प्रदक्षिण करिबे विहिते। सेहि अनुक्रमे शिवे विहिबे प्रमाण। भुवनेश्वरंकु पूजिबे नैरतमुखेण। भक्ति नम्र मस्तकरे करिबे प्रार्थना। से मंत्र श्रवण कर आहे महामना। ओम नमस्ते बृहदुग्राय दुष्ट शत्रु भृते नमः। भिन्नेन्द्र नीलवपुष नमस्ते निरतात्मने। प्रणव सहिते मुखे उच्चारिबे ते। नमस्ते बृहत् उग्र दुष्ट शत्रु भृते। नमस्ते हे इंद्र नील बपु देव देव। नमस्ते नैऋत आत्मा प्रभु सदाशिव। हेमंत प्रकाशे धरी प्रार्थना विशेष। दर्शन आदि यथा विधि करि शेष। पंच प्रदक्षिण सारी आनंद मनरे। पूजिबे जे उपचारे जगत ईश्वरे। पूजा अनंतर द्वार पश्चिम मुखरे। रही प्रार्थना करिबे श्री भुवनेश्वरे। भक्ति नम्रात्मक कंधरे भकते स्वतंत्र। मुखे उच्चारिबे मृदु स्वरे हि मंत्र। नमरत्नाधिवासाय त्वयात्मा मृतजनये। नमस्ते लोकपालाय नमस्ते भृंगराटये। नमो रत्नाधिवास मूर्ति शंकर। नमस्ते जलात्मस्मृत जोनि महेश्वर। नमस्ते हे लोकपाल देव देव हर। नमस्ते हे भृंगिराट पार्वती वर। एमंते प्रार्थना अन्ते नमस्कार करी। बिंदु सरोवर जले स्नानादि आचरी। पूर्व मते दर्शनादि करिबा उतारे। षष्ठ प्रदक्षिण करी देव देव हरे। प्रसन्न वदने पूजा विधि आरंभिबे। चंदनंतरे वायव्य अभिमुख हेबे। तथि रही प्रार्थी हेबे भुवन ईश्वरे। शुण से प्रार्थना मंत्र कहूछि तुम्भरे। ओम बलवीर्य जगत प्राण तथाग्नि रथ स्नान थे। अघोरोन्माद प्रवह वायुरुद्रात्मने नमः। उग्रदग्र हत्तेज उदग्र परमेश्वर। दशलक्षिकलक्षाय
ଉଗ୍ରରୁଦ୍ରାୟତେ ନମଃ। ପ୍ରଣବକୁ ପ୍ରଥମରେ ଉଚ୍ଚାରିବ ଦନେ, ମନ୍ତ୍ର ପଠନ କରିବେ ଉଚିତ ବିଧାନେ। ନମସ୍ତେ ହେ ବଳବୀର୍ଯ୍ୟ ଜଗତ ପରାଣ, ନମସ୍ତେ ଅଗ୍ନି ସାରଥି ଦେବ ପ୍ରଭଞ୍ଜନ। ନମୋ ଘୋର ଉନ୍ମାଦ ପ୍ରବହ ପବନ, ନମସ୍ତେ ନମସ୍ତେ ରୁଦ୍ରାତ୍ମନେ ନମୋ ନମଃ। ନମସ୍ତେ ଉଗ୍ର ଉଦଗ୍ର ମହାତେଜଶାଳୀ, ନମସ୍ତେ ଉଦଗ୍ର ହେ ପରମେଶ୍ୱର ଶୂଳୀ। ନମସ୍ତେ ଦଶ ଲକ୍ଷେ କଲଣ ଭବ ଭୀମ, ନମସ୍ତେ ଦେ ଉଗ୍ର ରୁଦ୍ର ମୂର୍ତ୍ତି ନମୋ ନମଃ। ଏମନ୍ତେ ପ୍ରାର୍ଥନା ସହ ପ୍ରଣାମ ଆଚରି, ବିନ୍ଦୁସର ଶିରେ ବିଧାନରେ ସ୍ନାନ ସାରି। ଅନନ୍ତାଦି ଦେବେ ତହୁଁ କରି ଦର୍ଶନ, ଶପଥ ବାରିବିହିବେ ପୁଣି ପ୍ରଦକ୍ଷିଣ। ତଦନ୍ତେ ଭୁବନେଶଙ୍କୁ ପୂଜିବେ ଯତନେ, ଅଷ୍ଟ ପ୍ରଦକ୍ଷିଣ କରି ଆନନ୍ଦିତ ମନେ। ଈଶାନ କୋଣର ଅଭ୍ରୁମୁଖେ ଭକ୍ତି ଭରେ, ପ୍ରାର୍ଥନା ମନ୍ତ୍ର ପଠନ କରିବେ ସତରେ। ସେହି ସେ ପ୍ରାର୍ଥନା ଉକ୍ତି ପୁଣ ଯେ ପ୍ରକାର, ତୁମ୍ଭ ଆଗେ ବଖାଣୁଛି କର ସରଦ୍ଧାର। ନମସ୍ତେ ପ୍ରଭବେଶାୟ ମୁମୁକ୍ଷୋର୍ମୁକ୍ଷଦାୟିନେ, ଜ୍ଞାନମୂର୍ତ୍ତେ ପରାତିର ଚୈତନ୍ୟ ଶିବ ଶାଶ୍ୱତ। ନାନା ଧାତୁ ବିକିରୈଶ୍ଚ ଜଟାମଣ୍ଡଳମୁତ୍ତମମ୍। ନମସ୍ତେ ପ୍ରଭବ ଈଶ ଦେବ ମହେଶ୍ୱର, ମୁମୁକ୍ଷୁ ଜନଙ୍କ ମୋକ୍ଷ ଦାୟକ ଶଙ୍କର। ଜ୍ଞାନମୂର୍ତ୍ତି ପରତୀତ ଅଟ ହେ ଆପଣ, ନମସ୍ତେ ଐଶାନ୍ୟ ଶିବ ଶାଶ୍ୱତାପ ଘନ। ଉତ୍ତମ ଜଟାମଣ୍ଡଳ ମଣ୍ଡିତ ମସ୍ତକ, ନାନାଧି ଧାତୁ ବିକାର ମୂରତି ତ୍ର୍ୟମ୍ବକ। ଏମନ୍ତେ ପ୍ରାର୍ଥୀ ହୋଇବେ କର ଯୋଡ଼ି କରି, ମାନସ ମଧ୍ୟରେ ଦୃଢ଼ ଭକତି ଆଚରି। ସେ ଉତ୍ତାରୁ ପ୍ରଭୁଙ୍କର ଉଦ୍ଦେଶ୍ୟରେ ଜାଣ, ନିଜ ଶକ୍ତି ଅନୁସାରେ ବିପ୍ରେ ଦେବେ ଦାନ। ବ୍ରାହ୍ମଣ ମାନଙ୍କୁ ତ ସେ କରାଇ ଭୋଜନ, ପଶ୍ଚାତେ ଭକ୍ତ ଭୋଜନ ବିଧାନ ଯେ ଅନ୍ନ। ଅଛିଦ୍ରରେ କୋଟି ଲିଙ୍ଗାର୍ଚ୍ଚନେ ଯେଉଁ ଫଳ, ଶ୍ରୁତି ଶାସ୍ତ୍ରେ କହିଛନ୍ତି ପୂର୍ବେ ତା ସକଳ। ଅଷ୍ଟ ଦିଗେ ଅଷ୍ଟ ଶମ୍ଭୁ ଅଷ୍ଟ ଦେବ ନାମେ, ଅର୍ଚ୍ଚନ କରିବେ ମତେ ଭକ୍ତ ମାନେ। ଶକ୍ର ଜାମ୍ୟ ନୈରୋତାଦି ପ୍ରତ୍ୟେକ ଦିଗରେ, ସର୍ବଲୋକପାଳ ସର୍ବ ମୁନି ସହିତରେ। ବ୍ରହ୍ମବାଦୀ ଋଷି ଗଣେ କରି ଆରାଧନ, ଏସନେ କରିବେ କୋଟି ଲିଙ୍ଗ ଦେବାର୍ଚ୍ଚନ। କାର୍ତ୍ତିକ ମାସର କୃଷ୍ଣ ଅଷ୍ଟମୀ ତିଥିରେ,
ଯେଉଁ ଜନ ପୂଜା କରେ ଶ୍ରୀ ଭୁବନେଶ୍ୱରେ ପରମ ସ୍ଥାନ ତାହାକୁ ନିଶ୍ଚୟ ହୁଏ ଲାଭ। ଦେବତା ମାନଙ୍କୁ ଯାହା ଅଟଇ ଦୁର୍ଲଭ ରାଜସୂୟ ସୋମେଧ ଯଜ୍ଞ ଅନୁଷ୍ଠାନେ ଯେବଣ ପୁଣ୍ୟ ପ୍ରାପ୍ତ ହୁଏ ବିଧାନେ ସେହି ଗତି ମିଳେ କୋଟି ଲିଙ୍ଗାର୍ଚ୍ଚନ କଲେ ଏଥିରେ ସଂଶୟ କିଛି ନାହିଁ ମାତ୍ର ତିଳେ। କାର୍ତ୍ତିକେ କରନ୍ତି ଯେବା କୋଟି ଲିଙ୍ଗାର୍ଚ୍ଚନ କୃଷ୍ଣାଷ୍ଟମୀରେ ବିନ୍ଦୁ ହ୍ରଦେ ଜଳେ ସ୍ନାନ ଦର୍ଶନ କରନ୍ତି ଶ୍ରୀ ଅନନ୍ତ ବାସୁଦେବ ସେହି ଯେ ସୁକୃତବନ୍ତ ଭକତ ମାନବ ପୁନର୍ଜନ୍ମ ନ ଲଭନ୍ତି ଆସିଏ ସଂସାରେ ମହାମୁଖ୍ୟ ପଦ ପ୍ରାପ୍ତ ହନ୍ତି ଅନ୍ତିମରେ। ଏମନ୍ତେ ବିଧି ନନ୍ଦନ ସନତ କୁମାର ପ୍ରକାଶ କଲେ ସକଳ ମୁନିଙ୍କ ଆଗର ଲିଙ୍ଗ ପୁରାଣ ଏକାମ୍ର ଖଣ୍ଡ ମଧୁମୟ ପଠନ ଶ୍ରବଣେ ପାପ ତାପ ହୁଏ କ୍ଷୟ। ଶ୍ରୀ ହରିହର ଦେବଙ୍କ ଚରଣେ ମୋ ଆସ କ୍ଷେତ୍ର ମୋହନକୁ ରଖ ଜଗତର ଈଶ। ଏତେ ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ କୋଟି ଲିଙ୍ଗାର୍ଜନ ବିଧି ମହାତ୍ମ୍ୟେ ନାମ ପଞ୍ଚମ ଅଧ୍ୟାୟ। ଦ୍ୱାତ୍ରିଂଶ ଅଧ୍ୟାୟ ଅଷ୍ଟତୀର୍ଥ ବିଧି କଥନ। ସନତ କୁମାର ଉବାଚ ଶୃଣୁଧ୍ୱଂ ଭୂଦିଜୋବରା ୟଷ୍ଟତୀର୍ଥ ବିଧଂ ପରାଂ ଯତ୍କୃତ୍ୱା ମୁନୟ ସର୍ବେ ପରାଂ ସିଦ୍ଧିମିତୋ ଗତାଃ। ସନତ କୁମାର କହନ୍ତି ଆହେ ମୁନିବରେ ଶ୍ରବଣ କର ସକଳ ଏଥୁ ଅନନ୍ତରେ ଅଷ୍ଟତୀର୍ଥ ବିଧି କଥା ପରମ ପାବନ ତୁମ୍ଭମାନଙ୍କ ଆଗରେ କରୁଛି ବର୍ଣ୍ଣନ। ଅଷ୍ଟତୀର୍ଥ ଜଳେ ଯେବା ଆଚରନ୍ତି ସ୍ନାନ ପରମ ସିଦ୍ଧି ଲଭନ୍ତି ଅନାୟାସେ ଜାଣ। ବିଧି ମତେ ଅଷ୍ଟତୀର୍ଥ କରଇ ଯେ ପ୍ରାଣୀ ନିୟତ ଇନ୍ଦ୍ରିୟ ହୋଇ ଆହେ ବିଜ୍ଞ ମୁନି। ଏକବିଂଶ କୂଳକୁ ସେ ଉଦ୍ଧାର କରଇ ଅନ୍ତକାଳେ ବିଷ୍ଣୁ ଲୋକେ ସ୍ୱଚ୍ଛନ୍ଦେ ଚଳଇ। ଅଷ୍ଟତୀର୍ଥେ ଯେଉଁ ପରି ବଢ଼ାଇବ ସ୍ନାନ ହେ ତାପସ ବୃନ୍ଦ ଏବେ ଶୁଣ ସେ ବିଧାନ। ପ୍ରଥମେ ବିନ୍ଦୁ ହ୍ରଦରେ ସ୍ନାନ ଧ୍ୟାନ କରି ପାପ ନାଶିନୀ ସଲିଳେ ସ୍ନାନ ଦିଆ ଚରି। ଗଙ୍ଗା ଯମୁନା ହ୍ରଦରେ ବଢ଼ାଇବ ସ୍ନାନ କୋଟି ତୀର୍ଥରେ କରିବେ ଯେ ଅବଗାହନ। ବ୍ରହ୍ମ ତୀର୍ଥେ ସ୍ନାନ ସାରି ଆନନ୍ଦିତ ମନେ ଦେବ ପୂଜନେ ସୁକୃତ ଲୋଭିବେ ବିଧାନେ। ମେଘ ତୀର୍ଥରେ ମାନବ ସ୍ନାନ ଚାରି ଚରିବେ ନୀଳକଣ୍ଠ ନାମେ ଲିଙ୍ଗ ଦର୍ଶନ କରିବେ। ଅଲାଭ ତୀର୍ଥରେ ସ୍ନାନ ବଢ଼ାଇ ହର ସେ ତହୁଁ ଚଳି ଯିବେ ଖରେ
ପ୍ରଫୁଲ୍ଲ ମାନସେ। ରାମ ହ୍ରଦ ନାମେ ଯେଉଁ ମନୋହର ସର, ତହିଁରେ ସ୍ନାନ କରିବେ ଭାଗ୍ୟବନ୍ତ ନର। ତର୍ପଣ କ୍ରିୟା ସମ୍ପୂର୍ଣ୍ଣ କରି ବିଧି ମତେ, ରାମେଶ୍ୱର ଶିବଲିଙ୍ଗ ନିକଟେ ତୁରିତେ। ପରବେଶ ହୋଇ ତାଙ୍କୁ ନମିବେ ଭକ୍ତିରେ, ପ୍ରଦକ୍ଷିଣ ଆଦି ଆଚରିବେ ନାରୀ ନରେ। ହେମନ୍ତେଣ ଅଷ୍ଟତୀର୍ଥ ଜଳେ କରି ସ୍ନାନ, ଅଷ୍ଟ ଶିବଲିଙ୍ଗ ଭଲେ କରିବେ ଦର୍ଶନ। ଏକାମ୍ର କାନନେ ଅଷ୍ଟତୀର୍ଥ ଯାତ୍ରା କଲେ, ମହାପୁଣ୍ୟବନ୍ତ ପ୍ରାଣୀ ଲଭନ୍ତିଟି ଭଲେ। ଦେବତା ମାନଙ୍କୁ ଯାହା ଦୁର୍ଲଭ ଅଟଇ, ସେ ଫଳ ଲଭନ୍ତି ଜନେ ସଂଶୟ ଯେ ନାହିଁ। ଆଦ୍ୟ ମାର୍ଗଶିର ମାସ କୃଷ୍ଣ ପକ୍ଷେ ଜାଣ, ପ୍ରଥମାଷ୍ଟମୀ ତିଥିରେ ଯେଉଁ ଭାଗ୍ୟବାନ। ଅଷ୍ଟତୀର୍ଥ ଜଳେ ଶୁଭେ ସ୍ନାନ ଧ୍ୟାନ କରେ, ତାହାର ସୁକୃତ ରାଶି କହିଲେ ନ ସରେ। ଶୁଦ୍ଧ ମନେ କେହି ଯେବେ ଏକାମ୍ର କାନନେ, ଅଷ୍ଟତୀର୍ଥ ଯାତ୍ରା କରେ ପରମ ଯତନେ। ସେହି ଉତ୍ତମ ମାନବ ପାଏ ମହାଫଳ, ଶିବଲୋକେ ବସେ ଯାଇ ଅନ୍ତିମେ କେବଳ। ଆଉ ଏ ସଂସାରେ ତାର ଜନ୍ମ ନ ଘଟଇ, ଶିବ ତୁଲ୍ୟ ଗଣା ହୁଏ ମୋକ୍ଷ ପଦେ ପାଇ। ମାର୍ଗଶିର ମାସ ପ୍ରାପ୍ତେ ଯମ ସଂଯମରେ, ପରମ ଶୁଭ ଦିବସ ପ୍ରଥମାଷ୍ଟମୀରେ। ଆଦ୍ୟ ଯାତ୍ରା କରିବାର ପ୍ରଶସ୍ତ ଅଟଇ, ସକଳ ପାପ ନାଶିନୀ ତିଥି ଅଟେ ସେହି। ଭୂମି ସ୍ୱର୍ଗ ନାମେ ଖ୍ୟାତ ଏକାମ୍ର କାନନ, ସର୍ବତୀର୍ଥ ନାମେ ସଦା ଯହିଁ ବିଦ୍ୟମାନ। ଏମନ୍ତ ମହାକ୍ଷେତ୍ରରେ ଯେଉଁ ପୁଣ୍ୟବନ୍ତ, ଶଯ୍ୟାରୁ ଉଠି କୁଶଳେ ହୋଇ ହରଷିତ। ସର୍ବଶୋଭେ ସ୍ନାନ କରି ଅଷ୍ଟତୀର୍ଥ ଜଳେ, ଧ୍ୟାନ ରଖି ଭୁବନେଶ ଚରଣ କମଳେ। ଯଥା ବିଧାନେ ବଢ଼ାଇ ସନ୍ଧ୍ୟା ଉପାସନା, ଅଷ୍ଟଶତ ମନ୍ତ୍ର ଜପେ ହୋଇ ମୋଦମନା। ତାହାର ସର୍ବବାସନା ହୁଅଇ ପୂରଣ, ଏଥିରେ ସଂଶୟ ନାହିଁ ଆହେ ମୁନିଗଣ। ଶିବ ସୂକ୍ତ ଷୋଡ଼ାକ୍ଷର ମନ୍ତ୍ରକୁ ଯତନେ, ଜପ କରିବେ ମାନବେ ସ୍ନାନ ଅବସାନେ। ଜପ କ୍ରିୟା ଶେଷେ ତହୁଁ ଭକତି ମାନସେ, ପ୍ରଦକ୍ଷିଣ ନମସ୍କାର କରି ଭୁବନେଶେ। କୃତାଞ୍ଜଳି ପୁଟେ ଭଲେ ପ୍ରାର୍ଥନା କରିବେ, ଶ୍ରୀଲିଙ୍ଗରାଜ ଦେବଙ୍କୁ ମହାଲିଙ୍ଗ ଠାବେ। ଅନନ୍ତ ମହିମାମୟ ଲୋକ ସାକ୍ଷୀ ହର, ଦେବଦେବ ଈଶାନ ଯେ ପାର୍ବତୀଙ୍କ ବର। ତାଙ୍କ ଶ୍ରୀ ଛାମୁରେ ରହି
ଭକତ ମାନବେ। କର ଯୋଡ଼ି ଭକ୍ତି ଭରେ ପ୍ରାର୍ଥନା କରିବେ। ଓମ୍ ନମଃ ଶିବାୟ ଶାନ୍ତାୟ ସର୍ବବ୍ୟାପୀ ମହେଶ୍ୱର। ସ୍ନାନଂ କରୋମି ଦେବେଶ ପ୍ରସାଦ ପରମେଶ୍ୱର। आहे देव देव अष्ट तीर्थ स्नान विधि। समग्र तुम्भ दर्शन मात्रे हुए सिद्धि। हे नाथ मोहर सर्व बाधा विघ्न हर। सर्व कामना सफल कर महेश्वर। एमंते प्रार्थना करी अति भक्ति भावे। स्नान आचरिब जाई बिंदु ह्रद ठावे। तदन्ते अनंत वासुदेवंक निकटे। प्रार्थना करिब जाई रही कर पुटे। देवतर्पणादि कार्य सकल करिब। प्रसन्न होइबे जेन्हे प्रभु वासुदेव। श्री अनंत वासुदेव पुरुष उत्तम। तांको पाद पद्म तले बिहिब प्रणाम। मन कथा जणाइब जोड़िबे निपाणी। ताऊ तारू से प्रभु को मागिब मेलाणी। सेठारू चलिब देवी पाद हरा पासे। मन कथा जणाइब परम हरसे। तहु चली जीव भुवनेश मंदिर को। यथा विधाने पूजिब श्रीलिंग राजंकु। भक्ति भावे प्रदक्षिण प्रणाम करिब। पंच उपचारे आराधना चरिब। आनंद मनरे देव पंच पुष्पांजलि। पापनाश कुंड ठाकु तहु जीव चली। उत्तम प्रकारे तहि स्नान बढ़ाइब। ताहार तट निकटे जाई प्रवेशिब। श्री वरुण मैत्रेयंकु करिब प्रार्थना। सकल पातक सेहु करि देबे चुना। एहि मते बिंदु हृदे स्नानादि सारिब। गंगा जमुना तीर्थरे मुंड बुड़ाइब। गंगेश्वर महालिंग करि दर्शन। नमस्कार आचरिब होई शुद्ध मन। भुवनेश्वरंकु पूजा करी भक्ति भावे। चली जीव आनंदरे कोटि तीर्थ ठावे। से जले स्नानादि सारी प्रार्थना करिब। अनायाने जान कोटि पुण्यर जीव। ब्रह्मा कुंडे अवगाही आनंदित मने। ब्रह्मेश्वर लिंग वर दर्शने पूजने। कृतार्थ होइब आहे सर्व मुनि गण। मेघ कुंड ठाकु तहु करिब गमन। से जलरे स्नान करी प्रफुल्ल मानसे। मेघेश्वर लिंग दर्शने अतीत से। प्रणाम करिब तांकु परिक्रमा अन्ते। मन कथा जणाइब ताहांक अग्रते। लाउ कुंजे तदंतरे स्नान आचरिब। लाभुकेश्वर लिंग को दर्शन करिब। प्रार्थना करिब तांक पासे विधान रे। दुरित हरण हेब से प्रभु कृपारे। राम कुंडे जाई बढ़ाइब स्नान विधि।
रामेश्वर लिंग दर्शने सर्वसिद्धि अशोक झरणा मेण पाप हरा तीर्थ तहि स्नान कले पुण्य हुए मनोरथ अनंत वासुदेव को कले दर्शन अशेष पुण्य दंती से होई परसन दर्शन कले तीर्थेश्वर अष्टलिंग नाश होई जाए भले सकल आतंग एमंतेण अष्ट तीर्थ यात्रार विधान संक्षेपे वर्णन कली आहे मुनिगण प्रथमाष्टमी रे ही विधि आचरिब ब्राह्मण भोजन अंते दक्षिणा को देव निजे भक्त भोजन रे हेब भूमि साई सुदया करिबे निश्चय उमा देवी साई सहस्रे असमय धरे जेउ फल हुए अष्ट तीर्थे स्नान दाने से फल उदये अपुत्र लभई पुत्र कन्या लभे पति धन अर्थी धन विद्या लभई विद्यार्थी वैश्य जन लभे जानी सौभाग्य सामर्थ सर्वत्र जय लभई निश्चय नरनाथ ଯାହାର ଯେଉଁ କାମନା ତାହା ହୁଏ ପୂର୍ଣ୍ଣ ଏଥିରେ ସଂଶୟ ନାହିଁ ସିଦ୍ଧି ଏ ବଚନ ଶ୍ରୀଲିଙ୍ଗରାଜ ଦେବଙ୍କ ପାଦ ପଦ୍ମ ଚିନ୍ତି କ୍ଷେତ୍ରବାସୀ ବିରଚଇ ଏ ପୁରାଣ ଗୀତି इति श्रीलिंग पुराणे तृतीय खंडे अष्टतीर्थ विधि कथनम नाम 32 अध्याय। 33 अध्याय क्षेत्र प्रदक्षिण विधि महात्म्य कथन। सनत कुमार उवाच सुशुद्धं भूद्विज श्रेष्ठा वेत्रस्य ब्रह्मरूपिण प्रदक्षिणस्य जत्पुण्य सावधाने न चेतसा। सनत कुमार बोलती आहे मुनिगण क्षेत्र प्रदक्षिण विधि मन देई शुण स्वयं ब्रह्मरूपी अटे श्री एकाम्र क्षेत्र प्रदक्षिण मात्रे तुटे अशेष दुरित एहि क्षेत्र चौदिगे कले परिक्रमा कही नुहे प्रदक्षिण फलर जे सीमा महापुण्य प्रदायक एकाम्र कानन महा पाप राशि हुए विध्वंसन माघ मास कृष्ण पक्ष चतुर्दशी दिन क्षेत्र परिक्रमा विधि अटे जे प्रमाण सकल कामना प्रद प्रभु लिंगराज मुख्य पद मिले अंते हे मुनि समाज माघ कृष्ण चतुर्दशी तिथिटी प्रधान जे काले रटंती पड़े सेही समयेण आनंद मने करिब क्षेत्र प्रदक्षिण सर्वशुभ हेब निश्चय संशय नमन जदि एकाम्र कानने प्रमाद बसरे केही मानव पात कर जन करे से पाप ध्वंस होई एही प्रदक्षिणे श्रीलिंगराज प्रसन्न हंति तो समने क्षेत्र परिक्रमा फल अटइए सन 3 कोटि जन्म पाप हुए विध्वंसन ए क्षेत्र को प्रदक्षिण कले भक्ति भरे ब्रह्म हत्या आदि महापाप हटे दूरे अन्य क्षेत्रे करिथिबा महापाप मान एही क्षेत्र प्रदक्षिणे हुई मोचन अन्य क्षेत्र कृतं पापं स्वर्णाद्रच विनश्यति स्वर्ण क्षेत्र कृतं पाप वज्रलोपो भविष्यति अन्य क्षेत्रे जदि केही पाप करिथिब सुवर्ण क्षेत्र रे ताहा विनाश होइब स्वर्ण क्षेत्र पाप कले मानव के रही वज्रलेप होई रहे खंडन नुहई रोषयौचु हे महात्मा जा कहिले आम्भंकु आपण बढ़ई विचित्र कथा कलो से श्रवण
एकाम्र कानन क्षेत्रे अरजिले पाप सेही पाप भविष्यते हुए वज्रलेप केमन्ते से पाप राशि हुई खण्डन कहिबा हे आम्भଙ୍କୁ आहे तपोधन। सनत कुमार उवाच माघ मास कृष्ण पक्ष चतुर्दशी दिन जेउ पापी प्राणी करे क्षेत्र प्रदक्षिण अवश्य ताहार पाप विनाश होई तिलार्ध प्रमाणे एथि संशय जे नाही। एकाम्र कानन पथ परिक्रमा फल अशेष पुण्यदायक हे मुनि शार्दूल मेरु परिक्रमा कले जेउ पुण्य मिले सोनकूट प्रदक्षिणे ता प्राप्त भले सामान्य नुहई एही प्रदक्षिण पुण्य लक्ष अश्वमेध जार फल करे दान श्रीलिंगराज देवंक चौपाशे वन पंचतीर्थ तरुगण परम शोभन क्रोशक मध्यरे नाना फूल फल वृक्ष लता गुल्म मान रही अछि लक्ष लक्ष जेउ जन एही क्षेत्र प्रदक्षिण करे सकल पातक राशि ता देहरु हरे ए क्षेत्र रे जदि केही करि थाए पाप परिक्रमा बळे से पातक हुए नाश क्षेत्र प्रदक्षिण काले हेब हर्ष मन न करिब हास्य न करिबे तिरोधन क्षणे कि निमिषे मने दुख न आनिब आनंद मानसे प्रदक्षिण आचरिब संयम भावरे शुचिमन्ते रहिथिब हविष्य अन्न भोजन दिवसे बंचिब विशुद्ध आचारे शुद्ध वस्त्र परिधाने क्षेत्रवर प्रदक्षिण करिब विधाने मौन होइण परिक्रमा आचरिब निरासन व्रते महापुण्य फल हेब हास्य कियबार दन कले प्रदक्षिणे निष्फल होइब ताहा आहे मुनि गणे एणु सावधाने अति आनंद मानसे क्षेत्र परिक्रमा करिब हे भक्ति बसे तीने थर प्रदक्षिण कले शुद्ध मने अश्वमेध यज्ञ फल लभिब जतने प्रदक्षिण विधि एबे कहुअछि शुण प्रथमे बिंदु हृदरे बढ़ाइब स्नान शिव सूक्त मंत्र पाठ करिब हरसे सर्वदा ए मंत्र जप करुथिब तोसे नाम गोत्र उच्चारणे संकल्प करिब एकाम्रनाथ लिंगंक निकटको जीव भक्ति भावे तांकु आचरिब नमस्कार सेठारु चलिब बिंदुसर निकटर पुणे जतन प्रकारे स्नान ध्यान करी आनंद मनरे तहु धीर गति करी अनंत वासुदेवंकु दर्शन करिब देवी पाप हरा पादे तदन्ते नमिब तीर्थेश्वरंकु दर्शन करी हरसरे मथा लगाइबा जाई बेगे सिंह द्वारे अष्टमूर्ति लिंग क्षमे करी दर्शन श्रद्धा भक्ति भरे करिब हे प्रदक्षिण तहु कुंडलेश्वरंक समीपको जीव यथा विधि उपचारे ताहांको पूजिब सेठारु चलिब जहि बहिरंगेश्वर सेहि लिंग बरंकु करिब नमस्कार दक्षिण दिगरे स्वर्णाचल ठाकु जाई बलहा देवी दर्शने सुखी हेब तहि भक्तिरे कुंडलेश्वर भुवनेश्वरंकु अर्चना करिब भले छुआई शिरकु पंच उपचारे पूजी करिब प्रार्थना कर जोड़ी जणाइब मनर कामना विधान रे प्रदक्षिण करी भुवनेश
ପ୍ରଣାମ କରିବ ତାଙ୍କୁ ଭକ୍ତିରେ ବିଶେଷ। ଅବିଳମ୍ବେ ମନୋରଥ କରିବେ ସେ ପୂର୍ଣ୍ଣ। 3 ଗୋଟି ଜନ୍ମ ପାପ ହୋଇବ ମୋଚନ। ଶ୍ରୀ ଭୁବନେଶ୍ୱରଙ୍କର ଅଗ୍ରତରେ ରହି ଏହି ମନ୍ତ୍ର ଉଚ୍ଚାରିବ ଯୋଡ଼ି କର ଦୁଇ। ଜୟତ୍ୱମରଣାଥ ତ୍ୱମ୍ ବେଦ ସିଦ୍ଧାନ୍ତ ବନ୍ଦିତ। ଅଖଣ୍ଡ ମଣ୍ଡଳାକାର କାରଣା ଶେଷ କାରଣ। ପ୍ରସିଦ୍ଧ ପରମେଶାନ ସ୍ଥିରା ଭକ୍ତି ରିହାସ୍ତମେ। ଏ ମନ୍ତ୍ର ଉଚ୍ଚାରି ମୁଖେ ଅତି ଆନନ୍ଦରେ ଦଣ୍ଡବତ ନମସ୍କାର କରି ତଦନ୍ତରେ। ଅବନୀରେ ଲୋଟାଇବ ଆପଣା ମସ୍ତକ। ଉଠି କର ପତ୍ର ଯୋଡ଼ି ତହୁଁ ଭକ୍ତ ଲୋକ। ବିବିଧ ପ୍ରକାରେ ଶିବ ସ୍ତୁତି ଆରମ୍ଭିବ। ଶିବ ସହସ୍ର ନାମକୁ ପଠନ କରିବ। ଯଥାଶକ୍ତି କରାଇବ ବ୍ରାହ୍ମଣ ଭୋଜନ। ଯଥାଶକ୍ତିରେ କରିବ ଦକ୍ଷିଣା ପ୍ରଦାନ। ଏ ମନ୍ତ୍ରେଣ କ୍ଷେତ୍ରବର କଲେ ପ୍ରଦକ୍ଷିଣ। ଭୂମି ଲାଭ ଯଶ ଲାଭ ହୁଅଇ ପ୍ରମାଣ। ମୋକ୍ଷ ଆରୋଗ୍ୟ ସମ୍ପଦ ମିଳଇ ନିଶ୍ଚୟ। ନୃପତି ପଦ ପ୍ରାପତ ହୁଏ ଲଭେ ଜୟ। ମନୋରଥ ଯାହା ପୂର୍ଣ୍ଣ ହୁଅଇ ଅବଶ୍ୟ। ଉଦ୍ଧାର ହୁଅନ୍ତି ପୁଣି କୂଳ ଏକବିଂଶ। ପୂର୍ବ ପିତୃ ପିତାମୟ ଯେତେ ଆନନ୍ଦରେ ନୃତ୍ୟ କରନ୍ତି ସକଳେ ରହି ସ୍ୱର୍ଗପୁରେ। ଅତିପାତକ ସଂଯୁକ୍ତ ନିଖିଳ କୂଳକୁ ନିଷ୍ଠାରଇ ସେହି ଜନ ଉଲ୍ଲାସଇ ବୁକୁ। ହଂସବାରାହି ସଂଯୁକ୍ତ ବିମାନରେ ବସି ଅନ୍ତକାଳେ ଦିବ୍ୟ ଧାମେ ଯାଏ ହସି ହସି। ପତାକା ଧ୍ୱଜା ହିଁ ବିମଣ୍ଡିତ ଦିବ୍ୟ ଜାନେ। ସୁକିଙ୍କିଣୀ ସମନ୍ୱିତ ବିଚିତ୍ର ମଣ୍ଡନେ। ତେଣୁ ବୀଣା ମୃଦଙ୍ଗ ଯେ ଦୁନ୍ଦୁଭି ଶବଦେ। ଚଳିବ ସେ ପ୍ରାଣୀ ସ୍ୱର୍ଗେ ପରମ ଆନନ୍ଦେ। ସ୍ତୁତି ଗୀତକୁ ଗନ୍ଧର୍ବେ ଗାଉଥିବେ ତାର। ନୃତ୍ୟ କରୁଥିବେ ପାଶେ ଅପ୍ସରା ନିକର। ଦେବ ସ୍ତ୍ରୀମାନେ ଯେ ଝାଳୁଥିବେ ସୁବ୍ୟଜନ। ଚାମର ଆଲଟ ପଙ୍ଖା ଘେନି କରେ ପୁଣ। ସର୍ବଶୁଭେ ସକଳ କାମନା ସମୃଦ୍ଧିରେ। ଗମନ କରିବ ଯେହୁ କୈଳାସ ମନ୍ଦିରେ। ନାନା ସୁଖ ଦିବ୍ୟ ଭୋଗ ଭୁଞ୍ଜିବ ଆନନ୍ଦେ। ବିଷ୍ଣୁ ସମ ପୂଜା ହେବ ତହିଁ ନିରାପଦେ। ସୁଖେ ବିଷୟ ଯେବା ଶ୍ରବଣ କରିବ। ସକଳ ପାତକ ତାର ଧ୍ୱଂସ ହୋଇଯିବ। ଉମାଙ୍କୁ କହିଅଛନ୍ତି ଆପଣେ ଶଙ୍କର। କ୍ଷେତ୍ର ପ୍ରଦକ୍ଷିଣ କଥା ଅତି ଚମତ୍କାର। ଯେଉଁ ଜନ କରିବ ଏ କ୍ଷେତ୍ରେ ପରିକ୍ରମା। କେବନି ପାରିବ ଭବେ ତାର ପୁଣ୍ୟ ସୀମା। ଉତ୍ତମ ବିଧାନେ କ୍ଷେତ୍ର ପ୍ରଦକ୍ଷିଣ କଲେ। ବ୍ରହ୍ମାଣ୍ଡ ପ୍ରଦକ୍ଷିଣର ପୁଣ୍ୟ ଆସି ମିଳେ। ସପ୍ତସାଗର ପର୍ଯ୍ୟନ୍ତ ଭୂମି ପ୍ରଦକ୍ଷିଣେ। ଯେଉଁ ପୁଣ୍ୟ ଆଚରନ୍ତି ଭବେ ପ୍ରାଣୀ ଗଣେ। ଏ କ୍ଷେତ୍ର ପ୍ରଦକ୍ଷିଣର ଷୋଡ଼ଶ କାଳରେ। ଏକ କଳା ସମ ନୁହେଁ କୌଣସି କାଳରେ। ଶ୍ରେଷ୍ଠ ଯଜ୍ଞ ଅଶ୍ୱମେଧ ଯୋଗେ ଯେଉଁ ଫଳ। ଏ କ୍ଷେତ୍ର ପ୍ରଦକ୍ଷିଣରେ ମିଳେ ତା କେବଳ। ଅନ୍ୟ କ୍ଷେତ୍ରେ ପ୍ରାଣୀ ଯେଉଁ ପାପ କରିଥିବ। ସ୍ୱର୍ଣ୍ଣାଦ୍ରି ପରିକ୍ରମରେ ତାହା କ୍ଷୟ ହେବ। କର୍ମ ମନ ବଚନରେ କୌଣସି ମାନବେ। ସ୍ୱର୍ଣ୍ଣକୂଟେ ଯେତେ ପାପ ଅର୍ଜନ କରିବେ। ଏ କ୍ଷେତ୍ର ପରିକ୍ରମାରେ ପଖାଳିବେ ତାହା। ଶ୍ରୀମୁଖରେ ଆଜ୍ଞା କରିଛନ୍ତି ଉମାନାହା। ସ୍ୱର୍ଣ୍ଣପୁଟ କୃତ ପାପ କ୍ଷୟ ହେବା ପାଇଁ। ଆହେ ମୁନି ମାନେ ଅନ୍ୟ ମାର୍ଗ କିଛି ନାହିଁ। ସଦାଶିବଙ୍କର ଏହି ବଚନ ପ୍ରମାଣ। ଏଥିରେ ସଂଶୟ ନାହିଁ ତିଳେ ମାତ୍ର ଜାଣ। କ୍ଷେତ୍ରରେ ପୂର୍ବ ଦକ୍ଷିଣ ପଶ୍ଚିମ ଉତ୍ତରେ। ଏକ କ୍ରୋଶ ରମ୍ୟସ୍ଥଳୀ ମଣ୍ଡଳ ଆକାରେ। ଏମନ୍ତ କ୍ଷେତ୍ର ବରକୁ କଲେ ପ୍ରଦକ୍ଷିଣ। କ୍ଷେତ୍ରପାଳ ଆଦି ସର୍ବେ ହନ୍ତି ସୁପ୍ରସନ୍ନ।
ଏମନ୍ତ କ୍ଷେତ୍ରର ପ୍ରଦକ୍ଷିଣ ସମୟରେ ମୌନ ବ୍ରତ ଧାରଣ କରିବ ବିଧିରେ। ଶାସ୍ତ୍ରର ପ୍ରମାଣେ ଉପବାସେ ହେବ ରତ, ନ ରହିବ ପ୍ରଦକ୍ଷିଣ ଉପାନଃ ଛତ୍ର। ଖାଲି ପାଦେ ପରିକ୍ରମା କରିବ ନିଶ୍ଚୟ, ଆଜ୍ଞା କରିଛନ୍ତି ଏହା ସ୍ୱୟଂ ମୃତ୍ୟୁଞ୍ଜୟ। ଏ କ୍ଷେତ୍ର ପରିକ୍ରମାରେ ଯେଉଁ ଫଳ ହୁଏ, ସସାଗରା ପୃଥ୍ୱୀ ପ୍ରଦକ୍ଷିଣ ତାହା ନୁହେଁ। ଏହି କ୍ଷେତ୍ର ପ୍ରଦକ୍ଷିଣ ଠାରୁ ବଳି ଆଉ ଭବେ ଧର୍ମ ନାହିଁ କହିଛନ୍ତି ଶୂଳବାହୁ। ଏହି କ୍ଷେତ୍ର ପ୍ରଦକ୍ଷିଣ ମାତ୍ରେ ଜନତତି, ଅନାୟାସରେ ଲଭନ୍ତି ସେ ଶାଶ୍ୱତ ଗତି। ଏମନ୍ତ ସ୍ୱର୍ଣ୍ଣାଦ୍ରି କ୍ଷେତ୍ରେ ପରିକ୍ରମା କଥା, ପ୍ରକାଶିଲେ ବ୍ରହ୍ମାସୁତ ଶୁଣିଥିଲେ ଯଥା। ଶ୍ରବଣ କରି ଶୌନକ ଆଦି ମୁନି ବୃନ୍ଦ, ନୈମିଷ ବନେ ଲଭିଲେ ଅପୂର୍ବ ଆନନ୍ଦ। ଧନ୍ୟ ସେହି ମୁନିଗଣ ଧର୍ମପରାୟଣ, ନିରନ୍ତରେ ଭଜନ୍ତି ଯେ ଶିବ ନାରାୟଣ। ଧନ୍ୟ ଯେ ବ୍ରହ୍ମାଙ୍କ ସୁତ ସନତ କୁମାର, ଶିବଲିଙ୍ଗ ପୁରାଣ ଯେ କଲେ ପ୍ରଚାର। ଧନ୍ୟ ସେହି ଶ୍ରୋତା ବକ୍ତା ହରିହର ଭକ୍ତ, ସର୍ବଦା ଧାନ୍ତି ସେହୁ ଧର୍ମେ କର୍ମେ ରତ। आहे ହରିହର ଭକ୍ତ ନର ନାରାୟଣ, ପରମ ଗତି କି ଲଭ ଶୁଣିଏ ପୁରାଣ। ମହାମୁନି ବ୍ୟାସଦେବ ବନେଇଛନ୍ତି ଯାହା, ଉତ୍କଳ ଭାଷା ପ୍ରବନ୍ଧେ ରଚଇ ମୁଁ ତାହା। ସଂସାରୀ ପ୍ରାଣୀଙ୍କ ହିତେ ସରଳ ପଦରେ, ଲେଖିବ ଶ୍ରୀ ଗୁରୁଙ୍କୁ ଚିନ୍ତିଣ ହୃଦୟରେ। ସାଧୁଜନ ମାନେ କ୍ଷମା କରିବେ ମୋ ଦୋଷ, ଏ ପୁରାଣ ପଢ଼ିଲେ ଯେ ହୋଇବ ସନ୍ତୋଷ। ଏକାମ୍ରନାଥ ଶ୍ରୀଲିଙ୍ଗ ରାଜଙ୍କ ଚରଣ, ସ୍ମରଣେ ଭଣଇ କ୍ଷେତ୍ର ମୋହନ ଶରଣ। ଇତି ଶ୍ରୀଲିଙ୍ଗ ପୁରାणे ତୃତୀୟ ଖଣ୍ଡେ କ୍ଷେତ୍ର ପ୍ରଦକ୍ଷିଣ ବିଧି ମହାତ୍ମ୍ୟ କଥନେ ନାମ ତ୍ରୟୋତ୍ରିଂଶ ଅଧ୍ୟାୟ।